ମଣିଷ ଦିନକୁ ଦିନ ମାନବିକତା ଶୂନ୍ୟ ହୋଇଯାଉଛି। ଏଇଭଳି ଆଲୋଚନା ହେଉଥିବା ବେଳେ ସମାଜରେ ଯେ ଅନେକ ମାନବିକତାପୂର୍ଣ୍ଣ ମଣିଷ ଅଛନ୍ତି ଏହା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଏବଂ ସେହି ମଣିଷମାନଙ୍କ ପାଇଁ ଜୀବଜନ୍ତୁ ଓ ମଣିଷ ସମସ୍ତେ ଆନନ୍ଦିତ। ମାନସ ରଞ୍ଜନ ରାଉତ ନାମକ ଏହି ଯୁବକ ଜଣକ ମଣିଷ ପଣିଆରୁ ଯେ ଉର୍ଦ୍ଧ୍ୱରେ ଏହା ଜନମାନସରେ ଆଲୋଚନା ହେଉଛି। ଦିନମାନସ ଜାଗରଣ ପରିଷଦ ଗଠନ କରି ସାଧାରଣ ଲୋକଙ୍କ ସେବା ପାଇଁ ସେ ସର୍ବଦା ପ୍ରସ୍ତୁତ ଥାନ୍ତି। ଶୀତଦିନେ ରାସ୍ତା କଡ଼େ ଶୋଉଥିବା ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ ହେଉ, ଭୋକିଲାଙ୍କୁ ଖାଦ୍ୟ ଦେବା ହେଉ, ଖରାଦିନେ ତୃଷାର୍ତ୍ତଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ହେଉ, ରାସ୍ତାରେ ଆହତ ଗାଈଗୋରୁଙ୍କ ସେବା ହେଉ କିମ୍ବା ପଶୁ ପକ୍ଷୀଙ୍କୁ ଖାଦ୍ୟ ଦେବା ହେଉ, ସବୁବେଳେ ପ୍ରକୃତିର ସେବା ପାଇଁ ସେ ସର୍ବଦା ତତ୍ପର। ସକାଳେ ଛକ ଦୋକାନରେ ଠିଆ ହୋଇ ଚା ପିଇବା ବେଳେ ପାରା, କୁକୁର, ଗାଈଗୋରୁ ତାଙ୍କୁ ସତେ ଯେମିତି ଘେରି ଯାଆନ୍ତି। ତାଙ୍କ ପ୍ରଦତ୍ତ ଖାଦ୍ୟ ଖାଇବା ପରେ ସେମାନେ ପୁଣି ଯେ ଯାହା ରାସ୍ତାରେ ଚାଲିଯାଆନ୍ତି। ଏଇଭଳି ମାନବିକ ଗୁଣ ସମସ୍ତ ମଣିଷଙ୍କ ଭିତରେ ଉଦୟ ହେଲେ ଈଶ୍ୱରଙ୍କ ସୃଷ୍ଟି ଯେ ମଧୁମୟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ତେବେ ବର୍ଷକ ତଳେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନ ବର୍ଷଯାକ ବିଭିନ୍ନ ସାମାଜିକ କାମ ପାଇଁ ଚର୍ଚ୍ଚାକୁ ଆସିଥାଏ। 2024 ମଇ 13 ତାରିଖରେ ପରିଷଦ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ଭାବେ ଅନୁମୋଦିତ ହୋଇଛି। ଏନେଇ ଖୁସି ବ୍ୟକ୍ତ କରିଛନ୍ତି ପରିଷଦର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀ ରାଉତ। ଏଥିପାଇଁ ସେ ତାଙ୍କର ସମସ୍ତ ସହକର୍ମୀ, ଶୁଭେଚ୍ଛୁ, ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଜନସାଧାରଣଙ୍କର ଆଶୀର୍ବାଦ କାମନା କରିଛନ୍ତି।